2 ଅଧ୍ୟାୟର 9 ପଦ ପବିତ୍ର ଆତ୍ମା ଈଶ୍ୱର ଏହି ପ୍ରକାର ଏ ସ୍ଥାନରେ ଲେଖନ୍ତି, ମୁଁ ଜାଣେ ସଦାପ୍ରଭୁ ତୁମମାନଙ୍କୁ ଏ ଦେଶ ଦେଇଅଛନ୍ତି। ତୁମମାନଙ୍କ ବିଷୟ ଏକ ତ୍ରାସ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମମାନଙ୍କ ଆଗରେ ତରଳି ଯାଉଅଛନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ହାଲେଲୁୟା ପିତା, ହାଲେଲୁୟା। ଧନ୍ୟବାଦ ଦେଉଛି, ପ୍ରଶଂସା କରୁଛି। ଅଧିରାଜନ ପ୍ରଭୁ ପରମେଶ୍ୱର, ହେ ରାଜାଧିରାଜନ ପ୍ରଭୁ ପରମେଶ୍ୱର, ଧନ୍ୟବାଦ ପ୍ରଶଂସା ଗୌରବ ତୁମ୍ଭର, ଆସିଛୁ ପଦ ତଳେ, ହେ ଦୟାର ସାଗର, ପରିପୂର୍ଣ୍ଣ ହୃଦୟେ ନେଇ ଭକ୍ତି ସମ୍ଭାର, ହେ ରାଜାଧିରାଜନ ପ୍ରଭୁ ପରମେଶ୍ୱର। ପବିତ୍ର ପିତା, ଧନ୍ୟବାଦ ଦେଉଛୁ ଦିନଟିର ଭାର ନେଇ ସନ୍ଧ୍ୟା ସମୟରେ ପ୍ରଭୁ ଏହି ପ୍ଲାଟଫର୍ମରେ ଆପଣଙ୍କର ଚରଣରେ ବସିବା ପାଇଁ ଆମମାନଙ୍କୁ ଏ ସୁନ୍ଦର ସୁଯୋଗ ଦେଇଥିବା ହେତୁ ଆମେ ଆପଣଙ୍କର ଗୌରବ କରୁଛୁ। ଜଗତ ଆଡ଼କୁ ଦେଖିଲେ କେତେ ପ୍ରକାର ଭୟ ରହିଛି ପ୍ରଭୁ, ଗୋଟିଏ ପାଦ ପକେଇ ଆଉ ଗୋଟିଏ ପାଦ ଉଠେଇ ପକେଇବା ପର୍ଯ୍ୟନ୍ତ ଆମମାନଙ୍କର ଜୀବନ ଭୟରେ ପରିପୂର୍ଣ୍ଣ, କିନ୍ତୁ ପ୍ରଭୁ ଆପଣ ସେଥିରୁ ଆମକୁ ରକ୍ଷା କଲେ। ପ୍ରଭୁ ଆମେ ଧନ୍ୟବାଦ ଦେଉଛୁ, ଆମେ ଅଯୋଗ୍ୟ, ଆମେ ଯାହା କରିବା କଥା କରିନଥାଉ, ଯାହା ନ କରିବା କଥା କରି ପକେଇଥାଉ, ଏ ପ୍ରକାର ଦୁର୍ବଳ ମନୁଷ୍ୟ, ତଥାପି ଆପଣ ଆମମାନଙ୍କୁ କ୍ଷମା କରି ଆଜି ପୁତ୍ରତ୍ୱର ଅଧିକାର ଦେଇଥିବା ହେତୁ ଆବା ପିତ ବୋଲି ଡାକିବା ପାଇଁ ସୁଯୋଗ ପାଇଛୁ ଏବଂ ଆପଣଙ୍କର ଉପସ୍ଥିତିର ମଧ୍ୟରେ ବସିବା ପାଇଁ ସୁଯୋଗ ପାଇଛୁ। ଧନ୍ୟବାଦ ଦେଉଛୁ। ଯେଉଁ ବାକ୍ୟ ପଢ଼ିଅଛୁ ପ୍ରଭୁ, ଏ ବାକ୍ୟ ତ ଆପଣଙ୍କର, ମନୁଷ୍ୟ କିଏ ଏହାକୁ ବୁଝେଇବ ପ୍ରଭୁ? ଆପଣ ଦୟା କରନ୍ତୁ ପବିତ୍ର ଆତ୍ମା ଈଶ୍ୱର ଏହାକୁ ମୋତେ ଏବଂ ଆମମାନଙ୍କୁ ସମସ୍ତଙ୍କୁ ବୁଝେଇ ଦିଅନ୍ତୁ, ଯେପରି ଏହି ବାକ୍ୟକୁ ଆମେ ନିଜସ୍ୱ କରି ଆମମାନଙ୍କର ଜୀବନରେ, ବୈବାହିକ ଜୀବନରେ ଲଗେଇବାକୁ ପାରିବୁ। ଏହି ଅନୁକୂଳ ଆଶୀର୍ବାଦ ଆମ ପ୍ରତ୍ୟେକ ଜୀବନରେ କରିଦିଅନ୍ତୁ ବୋଲି ଧନ୍ୟବାଦ ଦେଇ ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁଙ୍କର ମଧୁର ନାମରେ ମାଗୁଅଛୁ, ଆମେନ୍, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମରେ ଗୌରବ ହଉ। ଆଉ ଥରେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଏ ସୁଯୋଗ ପାଇଁ ପୁନର୍ବାର ଧନ୍ୟବାଦ। ବୀରେନ୍ଦ୍ର ଭାଇ ଯେତେବେଳେ ମତେ ଏ ସୁନ୍ଦର ସୁଯୋଗ ଦେଲେ, ସେତେବେଳେ ମୁଁ ପ୍ରାର୍ଥନାରେ ଥିଲି। ଆଉ ପ୍ରଭୁ କେଉଁ ବାକ୍ୟ ନେଇ ଆସିବି, ଯେତେବେଳେ ମୁଁ ଚିନ୍ତାରେ ଥିଲି, ପ୍ରାର୍ଥନାରେ ଥିଲି, ପ୍ରଭୁ ମତେ ଏଇ ବାକ୍ୟ ମୋ ମନକୁ ଆଣିଲେ ଏବଂ ଏ ଯେପରି ଭାବରେ ପ୍ରଭୁ ମତେ କଥା କହିଅଛନ୍ତି ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହୁଁଛି। ଆଉ ବିଶ୍ୱାସ କରେ ଆପଣମାନେ ମଧ୍ୟ ସମସ୍ତେ ପ୍ରାର୍ଥନା ସହିତ ବସି ଅଛନ୍ତି। ଆଉ ପବିତ୍ର ଆତ୍ମା ଈଶ୍ୱର ଆପଣମାନଙ୍କୁ ମଧ୍ୟ ସମସ୍ତଙ୍କୁ କଥା କହିବେ। ଏ ସ୍ଥାନରେ ଯୋଉ ପଦଟି ଆମେ ପଢିଲୁ, ଆମେ ପଢୁ ପଢୁ ଆମେ ଜାଣି ସାରିଥିବୁ ଏ ଘଟଣାଟି କଣ ଏବଂ କୋଉ ସମୟରେ କିଏ କହିଛି ଆଉ କାହାକୁ କହିଛି, ଏସବୁ ବିଷୟ ଆମେ ଜାଣି ସାରିଥିବୁ। ତଥାପି ଆମେ ଏହାକୁ ଚିନ୍ତା କରିବା ଏବଂ ଆତ୍ମା ଆମକୁ କଣ କହିବା ପାଇଁ ଚାହାନ୍ତି ଆଜି ଦିନରେ ବା ଏ ସନ୍ଧ୍ୟା ସମୟରେ ଏହାକୁ ଆମେ ନିଜସ୍ୱ କରିବା। ଏ ସ୍ଥାନରେ ଜଣେ ମହିଳା ସେ କହୁଛନ୍ତି, ମୁଁ ଜାଣେ ସଦାପ୍ରଭୁ ତୁମମାନଙ୍କୁ ଏଇ ଦେଶ ଦେଇଅଛନ୍ତି। ଏଇ ଯୋଉ ମହିଳା ଜଣକ ଏ ଗୋଟେ ଭଲ ମହିଳା ନୁହନ୍ତି। ଏ ମହିଳାଙ୍କର ଚରିତ୍ର ଦେଖିଲେ ସମାଜ ତାହାକୁ ଗ୍ରହଣ କରେ ନାହିଁ। ତାଙ୍କର ଚରିତ୍ର ଭଲ ନୁହେଁ। ତାହାଙ୍କ ନାମକରରେ ଗୋଟିଏ ବିଶ୍ଳେଷଣ ମଧ୍ୟ ଯୋଗ କରାଯାଇଛି ଏବଂ ଏଇ ପ୍ରକାର ଭାବରେ ଜଣେ ମହିଳା ଏଇ ବାକ୍ୟକୁ ସେ କହୁଛନ୍ତି। ଆଉ ତାହାଙ୍କ ନାମ ହଉଛି ରାହାବ। ରାହାବ
बेश्या बोली लेखा जाए जहाँकि आम जदि एक पद पढ़ू से स्थान लेखा जाए राहाब नामनी एक बेश्या यही स्थान गोटे बेश्या विषय लेखा जाए जी कि तार किछिटा उपस्थित बुद्धि दूरदृष्टि एवं कार्य ताकू तार परिवार जीवन में आशीर्वाद आनी देइथिला। मोर प्रिय माने आजिर जगत रे आमाने जेते बेले अच्छु बंचीचु प्रभु आमान को एपर्यंत बही आनिचंती आमानकर जत्न तत्व नेइचंती जहाँ आमानकर आवश्यक जोगेइचंती तेबे आमाने आज संध्या समय चिंता करिबा जे मोर बा आमानकर की प्रकार दूरदृष्टि रही अछि मोर निमंते मोर आत्मिक जीवन निमंते मोर परिवार आत्मिक जीवन निमंते मोर समाज मो मंडली आत्मिक जीवन निमंते यह आम सम्मुख रखी आम आज विषय को चिंता करवा जिते झील सीओ दुई जन गुप्तचर को पठे जीरिय को तुम्हें जाओ जीरिय को तुम्हें टिके देखिक आसो आते से दुई जन आसी जीरिय नगर परिदर्शन करू करू से मैंने आसिक राहाबर घरे रही आते से राहाब घर रही खबर मध्य राजा पाखे पहुंची आउ से राजा पठाऊँ लोक मान को जाओ राहाब घरे कौन किए आसिक अच्छा देख आम जाचु ए सत्य घटना एवं परवर्ती समय आम देखुचु जे राहाब से नहीं लुचेकी रखी आउ राजा जो लोक मैंने आसी से मिछ कहीकि भूले देकी अन्य बाटर से पठे दौची किंतु से दुई जन को से उद्धार कर रक्षा कर राजा हस्ते पड़ा देना मोर प्रिय माने एठी जेतेबेले सी जानुची सी गोटे इस्राएल लोक नुहे गोटे विदेशी और तार विश्वास भिन्न ए प्रकार परिस्थिति तार जीवन मध्य भिन्न प्रकार किंतु जेतेबेले ए दुई जन से देखुची से किछि गोटे तार सेमानकर जीवन मध्य से बुझी पारुची एवं से विषय को लेकी सी जिते सहित कथबार्ता करने को जाऊँगी से कौची मु जाने मोर प्रिय माने एठी सी के दूरतार सहित कौची जे मु जाने ए राहाब तुम्हें कौन जान तुम्हें जो कौच तुम्हें जानिछ तुम्हें कौन जानिछ से कथा जानिछि जो दुई जन आसी से होचंती सदाप्रभु परमेश्वर को लोक बा इस्राएल लोक से माने आसीचंती ए जीरिय नगर को देखिबा पाई आ सेति पाई से कहूची मु जाने सदाप्रभु तुम मान को ए देश देई अछंती राहाब तुम्हें केमती जानिलो जे सदाप्रभु परमेश्वर इस्राएल लोक मान को एही जीरिय नगर देबा को जाऊ अछंती तार परवर्ती समय से कहते कारण तुम्हें माने जो मिस्र देश को बाहरी आसिल सुपसागर किपर भाव शुष्क पथ दे तुमको से गमन कराइले एवं परवर्ती समय विभिन्न राजा मान को से वर्जित रूपे विनाश करिकी वर्तमान से से इस्राएल लोक मान को लेकिन आसुचंद जीरिय नगर आड़ को एथिपाई मु जाने ये सदाप्रभु परमेश्वर से इस्राएल लोक मान को एई जीरिय नगर देई अछंती देबाकू जाउछंती कोई नहीं से कोची जे देई अछंती ऑलरेडी से देई सारिलेनी काहे कि तुम मान को विषय को त्रास आम मान को ऊपर पड़ी अछि ए सब विषय आमे जहा सदाप्रभुंकर अद्भुत कार्य जहाँ से इस्राएल लोक मान को मध्य करि अछंती बाटर आसीबा समय जेपरि भाव रक्षा करी को बही आनी अछंती एवं से माने जतबेले ए जीरिय नगर आड़ को आसु अछंती आमाने जतबेले से विषय सब सुनी अछु से सब को हमने विश्वास करी अछु आ से सब कथा को विश्वास करिबा हेतु आ आमानकर हृदय तरली जाउची आ आमाने त्रास होई जाउ हम भय रे कंपित होउछु कंपी जाउछु जे आमानकर जीवन एही इस्राएल लोक मान को हाथ रे अछि बा परवर्ती समय
इस्राएल लोक माने जतबे जिरियो नगर को आसीबे याकू से माने अधिकार करिवे एवं आमान को समस्त को विनाश करिवे याकू राहाब बुझीची सेति पय से कहूची आमे पूरा त्रासरे परिपूर्ण माने भयभीत हो जाइछु आ माने इस्राएल लोक मान का सम्मुख रे माने तरळी जाउछु आ माने जानुछु जे सदा प्रभु परमेश्वर तुम मान को एई नगर देबा को जाउ अछंती बा देई अछंती या से विश्वास करूची मोर प्रिय माने एठी खाली राहाब जे सब को जानिची ईश्वर को कार्यर कथा सुनी की विश्वास करिची एवं जहा की घटिबा को जाउची सेतिकरे से सीमित है कि रही नाही से एठी गोटे उत्तम कार्य से करबा को जाउची से गोटे दूरदृष्टि करिची जे से कहूची जे आमाने तो से निश्चय भाबीची जे आमाने मध्य जतबे से माने आसीबे नगर को आक्रमण करिवे ए नगर लोक माने जते विनाश हेबे तते आमाने मध्य विनाश हो आमाने समस्त मरि जिवो किंतु मु गोटे दूरदृष्टि किछि कार्य करिवि जो कार्यर मध्य देई मु बंची जीवी एवं मोर परिवार बंची जीव मोर समस्त हमने बंची जीवो से आजी से दुई जन को समान को से समान को रक्षा करची गुप्त भाव में लुचेई रखिची आ सेथि पाए से कहूची 12 पदरे एणु एबे विनय करूची तुम्हें माने सदा प्रभु को नाम रे मो संगे को शपथ कर मु तुम मान को प्रति दया करियोची ए तुम्हें माने मध्य जे मो पितृकुल प्रति दया करिवो ए विषय रे मते एक सत्य चिन्ह दियो एठी से गोटे चिन्ह मागुची राहब से कहूची मु तो तुम मान को रक्षा कली राजा को हस्त रक्षा कली मु तुमको रुचेई रखिली मु जो कार्य करियोची तुमे माने मध्य सेही परी मो प्रति करो एवं मते जे तुम माने रक्षा करिबो ए देश आक्रमण करिबा समय सेति पाई मते गोटे चिन्ह दियो मते गोटे चिन्ह दियो जो चिन्ह मते मु जानिबी जे तुम्हे माने मते मो परिवार को रक्षा करिवो एठी तार एक दूरदृष्टि की से प्रकाश करूची से जानुची जे इस्राएल लोक माने जतबे समान कर नगर आड़ को आसुचंती नगर को निश्चय भाव में अधिकार करिवे जतबे समान अधिकार करि नेबे सेतबे माने समस्ते आमाने मरि जिवु आमानकर विनाश हबो आमाने समस्ते मरि जिवु किंतु से गोटे चिंता करूची मु एठी दुई जन को सहाय्य करिवि ए दुई जन को उपकार करिवि आ सेमान को निकट रे गोटे अनुरोध रखिवि आ जदी मु सेमान को रक्षा करिवि अनुरोध करिवि सेमाने मध्य मो मते एवं मोर परिवार को रक्षा करंतु 13 पदरे से कहउचंती पुणी तुम माने मोर पिता मोर माता मोर भातृगण मोर भगिनीगण और सेमानकर समस्त को बंचाई रखिव पुणी मरण रु आंभ मान प्राण उद्धार करिव से जानुची जे सेमानक पाई मृत्यु अपेक्षा करिची सेमाने मरिबे सेमाने नित्यांत मरिबे सेति पाई सेमाने एठी गुहारी करूचंदी दुई जन को पाखरे भाई माने तुम जतबे आसीबे जग ए नगर को आक्रमण करिवा पाई मते मोर बापा मां मो भाई मान को मो भौणी मान मोर आत्मस्वजन बंधु परिजन को समस्त को तुम्हें उद्धार करिवो क्षमा करिवे मत आमान को प्राण उद्धार करिवो एई शर्त से रखुचा सेति पाई आपण माने हमको गोटे चिन्ह दियंतु मते गोटे चिन्ह दियंतु जो चिन्ह रे मु जानिबे जे आपण माने नित्यांत निश्चय मते रक्षा करिवे घटना तापरे जाइछि तांकु से माने से दुई जन को झरका दे ओल्हे देला परे आ सेतबेले से माने कहउचंदी विषय को तुमे का सहित प्रकाश करिवो नाही किंतु परवर्ती से माने कहउचंदी तनी जेउ सिंदूर बनर डोरी दे कि आम खसई देल 18 पद लिखा जाए देख तुम्हें जो झरका दे आम मान को ओह्लाई देल आमे माने ए देश को आसला बेले तुम्हें सेई झरकार एही सिंदूर बर्ण सूता डोरी बांधी रखिब पुणी तुम्हें अपना पिता अपना माता अपना भातृगण अपना पितृकुल समस्त को अपना निकट रे गृह रे एकत्र करिवो से कहउचंती ए जो सिंदूर बर्ण डोरी रो मध्य दे आमान को तुम्हें ओल्हेई देल ए डोरी की ए नालिया रसीटी को तुम्हें से झरकार बांधिकी रखिबो यह हबो तुमर चिन्ह
ଯେତେବେଳେ ଆମମାନେ ଆସିବୁ ଆଉ ଆମମାନେ ଆକ୍ରମଣ କରିବା ସମୟରେ ଆମମାନେ ସେଇ ନାଲି ଡୋରିକୁ ଦେଖିବୁ ଆଉ ଆମମାନେ ସେଇ ଗୃହରେ ଯେତେ ଲୋକ ଥିବେ ଆମମାନେ ସେମାନଙ୍କୁ ରକ୍ଷା କରିବୁ। ଆଉ ତାପରେ ସେ କଣ କରୁଛି 21 ପଦରେ ଲେଖାଯାଏ, ତହିଁରେ ସେ କହିଲା ତୁମେମାନେ ଯେପରି କହିଲ ସେପରି ହେଉ। ଏ ଉତ୍ତରେ ସେ ସେମାନଙ୍କୁ ବିଦାୟ କରନ୍ତେ ସେମାନେ ପ୍ରସ୍ଥାନ କଲେ। ପୁଣି ସେ ସେଇ ସିନ୍ଦୁର ବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା। ଯେପରି ଭାବରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହେଲା, ଚୁକ୍ତି ହେଲା ଓ ଯୋଉ ଚିହ୍ନ ସେ ମାଗିଲେ ଏବଂ ଯୋଉ ଚିହ୍ନ ସେମାନେ ଦେଲେ ସେଇ ଚିହ୍ନକୁ ସେ ନେଇ ସେଇ ସିନ୍ଦୁର ବର୍ଣ୍ଣ ଡୋରିକି ନେଇ ସେ ସେଇ ଝରକାରେ ବାନ୍ଧିକି ରଖିଲା। ଆଉ ଯେତେବେଳେ ସେ ତାକୁ ବାନ୍ଧିକି ରଖିଛି ସେ ଅପେକ୍ଷା କରିଛି ଆଉ ବିଶ୍ୱାସ କରିଛି ଯେ ଯେତେବେଳେ ଇସ୍ରାଏଲ ଲୋକମାନେ ଆସିବେ ନିଶ୍ଚିତ ଭାବରେ ସେମାନେ ଯୋଉ ପ୍ରତିଜ୍ଞା କରିଛନ୍ତି, ଯେଉଁ ଚୁକ୍ତି କରିଛନ୍ତି, ସେ ଚୁକ୍ତି ଅନୁସାରେ ମୋତେ ଏବଂ ମୋର ପରିବାରକୁ ରକ୍ଷା କରିବେ। ଏହି ପ୍ରକାର ଏକ ବିଶ୍ୱାସରେ ଗୋଟେ ନିଶ୍ଚୟତାର ମଧ୍ୟରେ ରାହାବ ସିଏ ଅପେକ୍ଷା କରି ରହିଛି। ଗୁପ୍ତଚର ମାନେ ଯାଇଛନ୍ତି, ତାପରେ ସେମାନେ ଯାଇକି ଯୋଶୁଆଙ୍କୁ ସମସ୍ତ ବିଷୟ କହିଲେ ଏବଂ କହିଛନ୍ତି ଯେ ସେମାନେ ତରଳି ଯାଉଅଛନ୍ତି, ଆମମାନେ ନିଶ୍ଚିତ ସେମାନଙ୍କ ଉପରେ ଜୟଯୁକ୍ତ ହେବା। ପରବର୍ତ୍ତୀ ସମୟରେ ସେମାନେ ଆସିଛନ୍ତି, ସେ ଲୋକମାନେ ଆସିଲେ ଆଉ ଯେତେବେଳେ ସେମାନେ ଆସିକି ସେଇ ଜିରିୟ ନଗରକୁ ଆକ୍ରମଣ କରୁଛନ୍ତି ଆଉ ସେମାନେ ପ୍ରଥମରେ ନାଲି ଡୋରି ଯୋଉ ଝରକାରେ ବନ୍ଧା ହେଇଥିଲା ସେଇ ନାଲି ଡୋରିକି ସେମାନେ ଦେଖୁଛନ୍ତି ଆଉ ସେଇ ଘରେ ଯୋଉମାନେ ଅଛନ୍ତି ସେମାନଙ୍କୁ ପୃଥକ କରି ଦଉଛନ୍ତି ଏବଂ ପୃଥକ କରିବା ପରେ ଜିରିୟ ନଗରକୁ ନଷ୍ଟ କରି ଦଉଛନ୍ତି, ସମ୍ପୂର୍ଣ୍ଣ ଭାବରେ ବିନାଶ କରି ଦଉଛନ୍ତି। କିନ୍ତୁ ଏଇ ରାହାବ ଏବଂ ତାହାର ପରିଜନ ସମସ୍ତେ ସେଦିନ ରକ୍ଷା ପାଇ ଯାଉଛନ୍ତି, ଯେହେତୁ ଏମାନେ ଚୁକ୍ତି କରିଥିଲେ ସେ ଦି ଜଣଙ୍କ ସହିତ ଏବଂ ସେଇ ଦୁଇ ଜଣ ମଧ୍ୟ ସେଇ ଚୁକ୍ତିକୁ ସେଇ ନିୟମକୁ ଭାଙ୍ଗିଲେ ନାହିଁ। ସେମାନେ ଆସିକି ସେଇ ସିନ୍ଦୁର ବର୍ଣ୍ଣ ଡୋରିକି ଦେଖିକି ସେଇ ଗୃହରେ ଯୋଉମାନେ ଥିଲେ ସେମାନଙ୍କୁ ସେ ରକ୍ଷା କରିଦେଲେ, ବଞ୍ଚେଇ ଦେଲେ। ତାପରେ ରାହାବର ସପରିବାର ସେମାନେ ଜିରିହରେ ବଞ୍ଚିଗଲେ। ଆଉ ଯେତେବେଳେ ବଞ୍ଚିଗଲେ ଇସ୍ରାଏଲ ଲୋକମାନଙ୍କ ସହିତ ଯେତେବେଳେ ବସବାସ କରୁଛନ୍ତି, ଯେତେବେଳେ ତାହାଙ୍କ ସହିତ ବସବାସ କରୁଛନ୍ତି ସେତେବେଳେ ସଲମନ ନାମକ ଜଣେ ବ୍ୟକ୍ତି ସେ ଶୁଣୁଛି ଯେ ଜଣେ ମହିଳା, ସେ ମହିଳା କଣ କରିଛି ନା ତାର ପରିବାରକୁ ଏଇ ଜିରିୟ ନଗରରେ ବଞ୍ଚେଇ ରଖିଛି, ସେମାନେ ବିନଷ୍ଟ ହେଇନାହାନ୍ତି। କଣ ପାଇଁ କରିଛି? ତାର କିଛି କାର୍ଯ୍ୟ କରିଥିବା ହେତୁ ସେ ଏଇ ବଞ୍ଚି ଯାଇଛି ଏବଂ ତା ପରିବାର ବଞ୍ଚି ଯାଇଛନ୍ତି। ସେତେବେଳେ ସିଏ ଆସିକି ରାହାବକୁ ବିବାହ କରୁଛି। ରାହାବକୁ ବିବାହ କରିବା ପରେ ତାହାଙ୍କର କୋଳରୁ ଆସୁଛନ୍ତି ବୋୟଜ। ବୋୟଜଙ୍କର ସହିତ ରୁତଙ୍କର ବିବାହ ହୋଇଛି। ତାଙ୍କ ମଧ୍ୟରୁ ଆସୁଛନ୍ତି ଓବେଦ, ଓବେଦଙ୍କ ପରେ ଯିସି, ଯିସିଙ୍କ ପରେ ଦାଉଦ, ଦାଉଦଙ୍କ ପରେ ଯୀଶୁ। ମୋର ପ୍ରିୟ ମାନେ, ଗୋଟିଏ ମହିଳା, ତାର ଜୀବନର ଚରିତ୍ର ଭଲ ନଥିଲା, ତାହା କାର୍ଯ୍ୟ ଭଲ ନଥିଲା, ସମାଜରେ ସେ ଘୃଣ୍ୟ ଜଣେ ମହିଳା ଥିଲା, କିନ୍ତୁ ତାର ଦୂରଦୃଷ୍ଟି, ତାର କାର୍ଯ୍ୟ ଆଜି ସେ ପ୍ରଭୁ ଯୀଶୁଙ୍କର ବଂଶାବଳୀ ମଧ୍ୟରେ ସ୍ଥାନ ପାଇଗଲା। ଯେହେତୁ ସେ ଏକ ବିଶ୍ୱାସର କାର୍ଯ୍ୟ କଲା ଏବଂ ସେ ବିଶ୍ୱାସର କାର୍ଯ୍ୟରେ ସିଏ ଆଗକୁ ବଢିଲା ଏବଂ ବିଶ୍ୱାସରେ ସ୍ଥିର ହୋଇ ରହିଲା। ସେ ସିନ୍ଦୁରବର୍ଣ୍ଣ ଡୋରିକି ସେ ତାର ଝରକାରେ ବାନ୍ଧିକି ରଖିଲା, ଅପେକ୍ଷା କରି ରହିଲା ଏବଂ ଯେତେବେଳେ ଇସ୍ରାଏଲ ଲୋକମାନେ ଆସିଲେ ସେମାନଙ୍କୁ ବଞ୍ଚେଇ ଦେଲେ। ମାଥ୍ୟୁ 1:5 ସେ ବିବରଣୀ ଲେଖାଯାଏ ଯେ ପ୍ରଭୁ ଯୀଶୁଙ୍କର ବଂଶାବଳୀ ମଧ୍ୟରେ ରାହାବ ବେଶ୍ୟା ସ୍ଥାନ ପାଇଗଲା। ସେ ବିଷୟ ଯାକୋବ ମଧ୍ୟ ଲେଖନ୍ତି, ଯାକୋବ 2:25 ସେ ଲେଖନ୍ତି, ରାହାବ ବେଶ୍ୟା ସେ ଚୋରମାନଙ୍କୁ ଲୁଚେଇ ରଖିବା ଦ୍ୱାରା ସିଏ ଧାର୍ମିକ ଗଣିତ ହେଲା। ମୋର ପ୍ରିୟ ମାନେ, ଏଇ ରାହାବ ତାର ଏକ କାର୍ଯ୍ୟ ଦ୍ୱାରା, ଏକ ଉତ୍ତମ କାର୍ଯ୍ୟ ଦ୍ୱାରା ସେ ଧାର୍ମିକ ଗଣିତ ହେଲା ଏବଂ ଧାର୍ମିକ ଗଣିତ ହେବା ଯୋଗୁଁ ଏବ୍ରୀ 11:31 ଲେଖାଯାଏ ସେ ବିଶ୍ୱାସ ଦ୍ୱାରା କାର୍ଯ୍ୟ କରିବା ହେତୁ ସେ ବିନଷ୍ଟ ହେଲା ନାହିଁ। ଯେତେବେଳେ ନଗର ସମ୍ପୂର୍ଣ୍ଣ ଭାବରେ ବିନଷ୍ଟ ହେଇଗଲା ସେଇ ସମୟରେ ରାହାବ ଏବଂ ତାହାର ପରିବାର ସେମାନେ ବିନଷ୍ଟ ହେଲେ ନାହିଁ, ସେମାନେ ବଞ୍ଚିଗଲେ। ମୋର ପ୍ରିୟ ମାନେ, ସେମାନେ ରକ୍ଷା ପାଇଗଲେ। ଏପରିକି ସେମାନେ ପ୍ରଭୁ ଯୀଶୁଙ୍କର ବଂଶାବଳୀ ମଧ୍ୟକୁ ପଳେଇ ଆସିଲେ। ମୋର ପ୍ରିୟ ମାନେ, ଜଣେ ମହିଳା
कि प्रकार तार दूरदृष्टि थिला से दिन से प्रभुंकर इस्राएल लोक महिला नथिला सदा प्रभु परमेश्वर को जानी नथिला केवल शुणी थिला जे इस्राएल लोक मान को सदा प्रभु परमेश्वर जिहोवा किपरि भाबरे कढेई की आणु अछंती मिस्र रु बाट मध्य कि प्रकार सब घटना घटी ए सब खाली से शुणी थिला चिनी की क्षमा करी गोटे फोन पड़ेगा से खाली शुणी थिला से शुणी थिला से 10 पद लेखा जाउची ताहा आम माने शुणी अछु जहा सब सदा प्रभु परमेश्वर करी अछंती करूछंती इस्राएल लोक मान को निमंते बाटरे आसीबा समय किपरि भाबरे समान को रक्षा करी नै बोही आणुचंती एसो भीतर जतबे से राहाब सुनिची ए वाक्य को से विश्वास करिची आ जतबे से सुजोग पाइची जतबे से जे चरमान को तार गृह पाखरे पाइची से सुजोग हाथ छडा करी नाही समान को कोळै नैची आ समान को नुचे रखि दैची आ जहा द्वारा कि परवर्ती समय जो कार्य से करिची कार्य द्वारा सीए एवं तार परिवार समस्ते रक्षा पाई जाइछन्ति हालेलुया प्रभु को नाम गौरव हो आज मु एवं आम माने मोर प्रिय माने आमनकर जीवन एही आमनकर आह्वान जे मु एवं मोर परिवार मोर समाज मोर मंडली এই जो जगत रे वर्तमान आमने बसवास करूछु मृत्युर विभीषिका विशेष भाव जो प्रकार प्रलोभन जो प्रकार घटना सब घटुची आज मु एवं आमने प्रस्तुत हेचु कि आमनकर से दूरदृष्टि रहिछि कि से दूरदृष्टि मध्य कार्य करियछु कि आमने बंची जीवु मु बंची जीवी मोर परिवार बंची जीव मोर समाज बा मोर नगर मंडली बंची जीव ए विषय आमने चिंता करूछु कि बा आमनकर निजोर जीवन मध्य आमने सीमित हेई रही आमने मु भल दुनिया भल ए प्रकार भाव आमने जीवन यापन करुछि कि ता नुहे मोर प्रिय माने से दिन जदि राहाब से प्रकार चिंता करिथांता एई दूरदृष्टि से नै नथांता ताले से बंची पारि नथांता तार आत्मीय स्वजन बंधु परिजन से माने बंची पारि नथांते मोर प्रिय माने आज प्रभु आमान को एई आह्वान दियंती मु एवं आमाने से आत्मिक दूरदृष्टि रखिबा आवश्यक जे आमाने प्रकृत रे आमने जदि प्रभु जीशुंकर हेचु ताले अन्य मान को प्रभु जीशुंकर करिबा पई प्रभु जीशुंकर राज्य को आनिबा पई अंधकार निमंते सेवन को ओ सेई अंधकार निमंते रक्षा करिबा पई आमने चिंता करिछु कि आमनकर से दूरदृष्टि अछि कि आमने सेति निमंते कार्य करू अछि कि जदि करू ना हो ताले हाय आमनकर जीवन हाय आमनकर जीवन प्रभु आमन को अनुग्रह करंतु आमन को दया करंतु प्रभु आमन कथा कहंतु आमन को आमरी और उत्तेजित करंतु मोर जीवने आमन को जीवने तांकर से दर्शन दियंतु तांकर से बोझ दियंतु जो दर्शन बोझर मध्य रे प्रभु आमन को जति दिन जगत रे रखि अछंती तांको निमंत बंचिबा तांको गौरव पई बंचिबा अन्य को बंचेगा ताही आम प्रभु से निमंत तो प्रभु आमान को ए जाबत बही के आनी अछि कोन हमर धार्मिकता अछि उत्तमता अछि मोर प्रिय माने प्रभु आमान को बंचै रखिछन किछि नाही किंतु आमान को रखिछन्ती ताहाको गौरव पई आज वीरेंद्र भाईकर मोर कथा होतु यदि प्रभु आमान को रखि अछन्ती ताहाको गौरव पई रखि अछि ताहाकर निमंत रखि अछि मोर प्रिय माने प्रभु आज आमान को आह्वान दियंती प्रभु आमान को कथा को अछन्ती मते एवं आमान को जीवन रे से दर्शन से बोझ रहबा आवश्यकता रही अछि जो दर्शन बोझ की अन्य मान को प्रभु जीशु को निकट को नै आसीबो यदि मु जानि छी तार सेही प्रेमर कथा अन्य को कहबा आवश्यक सेही क्रूसर कथा अन्य को कहबा आवश्यक जदि से सिंदूर वर्ण से डोरी विषय चिंता करू आमानकर मन पड़े जाए से यात्रा 12 अध्याय को जो शेष रात्र जेतबेले सेमानकर प्रथम पुत्र सब मले आ से माने रक्त छिटा देकी बंची गले ता तो एक छाया स्वरूप थिला ता तो एक छाया स्वरूप थिला से दिन इस्राएल लोक मानकर जीवन रे महान कार्य साधित होला तांको घरे केही प्रथम जात नष्ट हेले नाही जेतबेले विश्व रे कोलाहल पडुची कंदन रो कोलाहल पडुची सेतबेले एमान बाड़ी धरिक प्रस्तुत होइछथि बाहरी जीवे बोली मोर प्रिय माने आज से क्रूस आज आमान को मत से कथा कहे
ସେଇ କଥା କୁହେ ତାହା ତ ଛାୟା ସ୍ୱରୂପ ଥିଲା କିନ୍ତୁ ପ୍ରଭୁ ଯୀଶୁ ମୋ ନିମନ୍ତେ ଆମମାନଙ୍କ ନିମନ୍ତେ ଆସିଲେ ଆଉ ସିଏ ସେଇ କ୍ରୁଶ ରୂପରେ ଆପଣାର ଜୀବନ ଦେଲେ ଆଉ ସିଏ ମତେ ପ୍ରେମ କରି ଆମମାନଙ୍କୁ ପ୍ରେମ କରି ଓ ଯଦିଓ ଆମମାନେ ଏ ଜଗତରେ ହଜି ଯାଇଥିଲୁ କିନ୍ତୁ ପ୍ରଭୁ ଆମମାନଙ୍କୁ ଆକର୍ଷଣ କରି ଆଣିଲେ ଆଉ ଆମମାନଙ୍କୁ ଆଣିକି ସେଇ କ୍ରୁଶର କଥାକୁ ବୁଝେଇ ଦେଲେ ଯାହାକି ଆଜି ଆମମାନେ ସେ କ୍ରୁଶକୁ ନିଜସ୍ୱ କରିଅଛୁ ଯଦି ଆମେ ନିଜସ୍ୱ କରିଅଛୁ ତାହେଲେ ଆମମାନଙ୍କ ଜୀବନରେ ଆଶୀର୍ବାଦ ରହିଅଛି ଯଦି ଆମମାନେ ସେଇ କୃଷକୁ ଜ୍ଞାନ କରିଅଛୁ ତାହେଲେ ଆମମାନଙ୍କର ଜୀବନରେ ବଡ ଦଣ୍ଡ ଅଭିଶାପ ରହିଅଛି ମୋର ପ୍ରିୟ ମାନେ କାରଣ ପ୍ରଭୁ ଆମମାନଙ୍କୁ ସେଇ କୃଷର ପାଖକୁ ଆସିବା ପାଇଁ ଆଜି ଆମମାନଙ୍କୁ ଆହ୍ୱାନ ଦିଅନ୍ତି ଆଜି ସେଇ କୃଷ ହିଁ ଆମମାନଙ୍କୁ ରକ୍ଷା କରେ ଆଉ ସେଇ କୃଷ ହିଁ ଆମମାନଙ୍କୁ ସେଇ ଅନନ୍ତ ଜୀବନକୁ ମଧ୍ୟ ଦେଇ ନେଇଯାଏ କାରଣ ତାହା ହିଁ ସତ୍ୟ ତାହା ହିଁ ପଥ ତାହା ହିଁ ଅନନ୍ତ ଜୀବନ ଅଟେ ମୋର ପ୍ରିୟ ମାନେ ପ୍ରଭୁ ଯୀଶୁଙ୍କୁ ଏବଂ ତାହାଙ୍କୁ ଏବଂ ତାହାଙ୍କର ପୁତ୍ରକୁ ଜାଣିବା ହିଁ ଅନନ୍ତ ଜୀବନ ଅଟେ ଯୋହନ 17:3 ମୋର ପ୍ରିୟ ମାନେ ଯେତେବେଳେ ଆମେ ସେଇ କୃଷି କାର୍ଯ୍ୟ ଉପରେ ଆମେ ବିଶ୍ୱାସ କରୁ ପ୍ରଭୁ ଯୀଶୁଙ୍କର ପ୍ରାର୍ଥିତ ରକ୍ତ ଉପରେ ଆମେ ବିଶ୍ୱାସ କରୁ ଯେତେବେଳେ ତାହା ଉପରେ ଆମମାନଙ୍କର ଆସ୍ଥା ରଖୁ ସେତେବେଳେ ପ୍ରଭୁ ଆମମାନଙ୍କର ହୃଦୟରେ କାର୍ଯ୍ୟ କରନ୍ତି ପ୍ରଭୁ ଆମମାନଙ୍କୁ ତାହାଙ୍କର କରିଦିଅନ୍ତି ଏବଂ ଆମମାନଙ୍କୁ ଯେତେବେଳେ ତାହାଙ୍କର ରାଜ୍ୟଭୁକ୍ତ କରିଦିଅନ୍ତି ଆଉ ସେତେବେଳେ ଆମମାନଙ୍କୁ ସେ ଏଇ ଦର୍ଶନ ଏଇ ବୋଝ ଦିଅନ୍ତି ଆଉ ସେ କହନ୍ତି ଯେ ଯାହା ମୋର ପ୍ରେମର କଥା ଅନ୍ୟମାନଙ୍କୁ କହିଦିଅ ତୁମେ ବଞ୍ଚିଗଲ ତୁମର ପରିବାର ବଞ୍ଚି ଯାଉ ତୁମର ସମାଜ ତୁମର ମଣ୍ଡଳୀ ବଞ୍ଚି ଯାଉ ହାଲେଲୁୟା ପ୍ରଭୁଙ୍କ ନାମର ଗୌରବ ହଉ ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ ଆଉ ସେଇ କୃଷ ଆମମାନଙ୍କୁ ଆଶୀର୍ବାଦ କରୁ ଆଉ ସେ କୃଷକୁ ଆମେ ଆହୁରି ଅଧିକ ବୁଝୁ ଗୋଟେ ଗୀତ ରଚକ ଗୋଟେ ଗୀତ ଏମିତି ଲେଖନ୍ତି ଯେ ଯଦି ମୁଁ ପାପି ତାହେଲେ ସେଇ କୃଷ ଉପରେ ମରିଯିବା ହିଁ ମୋର ଆବଶ୍ୟକ ରହିଅଛି ସେଇ କୃଷ ଉପରେ ମରିଗଲା ପରେ ହିଁ ମୋ ଜୀବନରେ ଆଶୀର୍ବାଦ ରହିଅଛି ପାପି ମରିଯାରେ କୃଷ ପରେ ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ଫମ୍ପା ଢୋଲ ତୁ ବୃଥାରେ ପାପି ମରିଯାରେ କୃଷ ପରେ ପାପି ମରିଯାରେ କୃଷ ପରେ ଧନରେ ଧନୀର ଫାଟିଲା ଭଣ୍ଡାର ଲାଜାରକୁ କଲା କେତେ ହତାଦର ସମ୍ପତ୍ତି ବାଡ଼ି ତା ମର୍ତ୍ତ୍ୟରେ ରହିଲା ନନେଲା ତାକୁ ସ୍ୱର୍ଗରେ ଅବ୍ରାହାମ କୋଳେ ଲାଜାରରେ ପାପି ମରିଯାରେ କୃଷ ପରେ ପାପି ମରିଯାରେ କୃଷ ପରେ ରାଜା ସୋଲୋମନ ଅତି ଜ୍ଞାନବାନ ଧନ ଜନ ମାନେ ଥିଲେ ପରିପୂର୍ଣ୍ଣ ଭୋଗିତା ସଂସାର ବୋଇଲେ ଅସାର ଅସାର ସବୁ ଅସାର ସାର କିଛି ନାହିଁ ଜଗତରେ ପାପି ମରିଯାରେ କୃଷ ପରେ ପାପି ମରିଯାରେ କୃଷ ପରେ ଲାଭ ଯଶ ଇଚ୍ଛା ଆଉ ତୁ ନ କର ସୁଖ ଲାଳସାକୁ କୃଷରେ ତୁ ମାର ଲାଭ ଯଶ ଇଚ୍ଛା ଆଉ ତୁ ନ କର ସୁଖ ଲାଳସାକୁ କୃଷରେ ତୁ ମାର ସ୍ୱାର୍ଥଟିକୁ ନିଜ ବଳି ରୂପେ ନେଇ ମରିଯାରେ କୃଷ ପରେ ଫଳ ଫଳିବୁ 100 ଗୁଣରେ ପାପି ମରିଯାରେ କୃଷ ପରେ ପାପି ମରିଯାରେ କୃଷ ପରେ ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ଫମ୍ପା ଢୋଲ ତୁ
ବୃଥାରେ ପାପୀ ମରି ଯାରେ କ୍ରୁଶ ପରେ, ପାପୀ ମରି ଯାରେ କ୍ରୁଶ ପରେ, ପାପୀ ମରି ଯାରେ କ୍ରୁଶ ପରେ। ମୋର ପ୍ରିୟ ମାନେ, ଆଗକୁ ଆମେ ଶୁଭ ଶୁକ୍ରବାର ପାଳିବାକୁ ଯାଉଛୁ ନୁହେଁ କି? ମୋର ପ୍ରିୟ ମାନେ, এই শুভ শুক্রবার ক্রুশ ଆଜି ମତେ ଏବଂ ଆମମାନଙ୍କୁ କି ଶିକ୍ଷା ଦିଏ? ଆଜି ଆମେ ସେ କୃଷକୁ ନିଜସ୍ୱ କରିଅଛୁ କି ମୋର ପ୍ରଭୁ ଯୀଶୁ ମୋ ନିମନ୍ତେ କେତେ ଦୁଃଖ କଷ୍ଟ ସହିଲେ। ତାହାଙ୍କର ପୃଷ୍ଠଭାଗକୁ ପିଠିକୁ କୋରଡ଼ା ପ୍ରହାର କରାଗଲା, ଶିଆର ପରି ଫଟେଇ ଦିଆଗଲା। ତାଙ୍କ ଦାଢ଼ି ଉପଡ଼ାଗଲା, ତାହାଙ୍କର ଗାଲରେ ଚାପୁଡ଼ା ଦିଆଗଲା, ମୁଣ୍ଡରେ କଣ୍ଟାର ମୁକୁଟ ଏବଂ ବିଭିନ୍ନ ପ୍ରକାର ଭାବରେ ଥଟ୍ଟା ପରିହାସର ମଧ୍ୟରେ କୃଶ ହୋଇ ଗୋଲଗଥା ଉପରକୁ ଗଲେ। ଆଉ ସେ ଗୋଲଗଥା ଉପରେ ଯେତେବେଳେ ସିଏ ଆକାଶ ଏବଂ ପୃଥିବୀ ମଧ୍ୟରେ ଝୁଲି ଗଲେ, ଲମ୍ବି ଗଲେ ସେଇ କୃଶ ଉପରେ, ମୋର ପ୍ରିୟ ମାନେ, ଏମାନେ କଣ କରୁଛନ୍ତି ଜାଣନ୍ତି ନା? ଏମାନଙ୍କୁ କ୍ଷମା କର। ମୋର ପ୍ରିୟ ମାନେ, କେତେ ପ୍ରେମ କଲେ ସେ ଆମମାନଙ୍କୁ, କେତେ ପ୍ରେମ କଲେ। ଆମମାନଙ୍କର ସମସ୍ତ ଜଗତର ପାପ ତାହାଙ୍କ ଉପରେ ପଡ଼ିଲା। ଯେତେବେଳେ ସେ ସମସ୍ତ ପାପ ବୋଝ ନିଜର ଉପରକୁ ନେଇଗଲେ, ସେତେବେଳେ ପିତାଙ୍କୁ କହୁଛନ୍ତି, ଏଲି ଏଲି ଲାମା ସାବକ୍ତାନି, ହେ ମୋର ଈଶ୍ୱର, ହେ ମୋ ଈଶ୍ୱର, ତୁମେ ମତେ କାହିଁକି ପରିତ୍ୟାଗ କଲ? ଏହା କି ସମ୍ଭବ? ତ୍ରିଏକ ପରମେଶ୍ୱରଙ୍କ ମଧ୍ୟରେ ପିତା ଈଶ୍ୱର, ପୁତ୍ର ଈଶ୍ୱର, ପବିତ୍ର ଆତ୍ମା ଈଶ୍ୱର। ପିତା ଈଶ୍ୱର ପୁତ୍ର ଈଶ୍ୱରଙ୍କୁ ପରିତ୍ୟାଗ କରିପାରିବେ କି? ହଁ, କିଛି ସମୟ ପାଇଁ ପରିତ୍ୟାଗ କଲେ, କାରଣ ସେ ପବିତ୍ର। ଯେତେବେଳେ ସମସ୍ତ ଜଗତର ପାପ ତାହାଙ୍କ ଉପରେ ପଡ଼ିଲା, ସେତେବେଳେ କିଛି ସମୟ ପାଇଁ ପିତା ଈଶ୍ୱର ମୁହଁ ବୁଲେଇ ଦେଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୁତ୍ର ଈଶ୍ୱର କହିଲେ, ସମାପ୍ତ ହେଲା। ପିତା, ତୁମେ ମତେ ଯୋଉ ପରିତ୍ରାଣ କାର୍ଯ୍ୟ ସାଧନ କରିବା ନିମନ୍ତେ ଏ ଜଗତକୁ ପଠାଇଥିଲ, ଏ ମାନବ ଜାତିର ରକ୍ଷା ନିମନ୍ତେ ଯୋଉ କାର୍ଯ୍ୟ କରିବା ପାଇଁ ତୁମେ ମତେ ପଠାଇଥିଲ, ତାହାକୁ ମୁଁ ସମାପ୍ତ କରିଅଛି, ତାହାକୁ ସମ୍ପୂର୍ଣ୍ଣ କରିଦେଇଛି। ସେଥିପାଇଁ ପରା ଦେଖନ୍ତୁ ପିତା, ମୁଁ ଗୋଟେ ଆତ୍ମା ନେଇକି ଆସିଅଛି, ସେ ଆତ୍ମା ଯିଏକି ସେ କୃଷ ଉପରେ ତାଙ୍କର ସହିତ କୃଷାର୍ପିତ ହେବା ସମୟରେ କହିଲା, ମତେ ସ୍ମରଣ କରିବେ। ପୁତ୍ର କହିଲେ, ଆଜି। ପିତା ଦେଖନ୍ତୁ, ମୁଁ ଗୋଟିଏ ପ୍ରମାଣ ନେଇକି ଆସିଅଛି, ଏହି ପରିତ୍ରାଣ ପାଇଅଛି। ଏହାପରେ ଯୋଉମାନେ ସେଇ ରକ୍ତ ଉପରେ ବିଶ୍ୱାସ କରିବେ, ଯୋଉମାନେ ସେଇ ରକ୍ତକୁ ନିଜସ୍ୱ କରିନେବେ, ପାପ ସ୍ୱୀକାର କରି ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିନେବେ, ସେମାନେ ଈଶ୍ୱରଙ୍କ ରାଜ୍ୟର ପ୍ରଜା ହେଇଯିବେ। ହାଲେଲୁୟା। ମୋର ପ୍ରିୟ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ, ଏହି କୃଷର ଛବି ଆମମାନଙ୍କର ଜୀବନରେ ବାସ୍ତବ ପ୍ରାର୍ଥନା କରିବା। ପବିତ୍ର ପିତା, ଆମେ ଧନ୍ୟବାଦ ଦଉଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ। ପ୍ରଭୁ, এই ସନ୍ଧ୍ୟା ସମୟରେ ଆପଣ ମତେ ଏବଂ ଆମମାନଙ୍କୁ ସମସ୍ତଙ୍କୁ କଥା କହିଲେ, ଧନ୍ୟବାଦ ଦଉଛୁ। ରାହାବ, ଯାହାର ଜୀବନରେ କିଛି ଉତ୍ତମତା ନଥିଲା, କିନ୍ତୁ ପ୍ରଭୁ ସେ ଗୋଟେ ବିଶ୍ୱାସରେ ଆଗେଇ ଗଲା। ଓ ପ୍ରଭୁ, ତାର ଜୀବନ ମଧ୍ୟ ଦେଇ ସିଏ ଏବଂ ତାର ପରିବାର ସମସ୍ତେ ରକ୍ଷା ପାଉ ପାଉ ପ୍ରଭୁ ସିଏ ଆପଣଙ୍କର ବଂଶାବଳୀ ମଧ୍ୟରେ ସ୍ଥାନ ପାଇଗଲା। ପ୍ରଭୁ, ଆପଣ ଆମକୁ ଅନୁଗ୍ରହ କରନ୍ତୁ ପିତା, ଯେପରି ଆମମାନଙ୍କର ଜୀବନରେ ସେଇ ଦର୍ଶନର ବୁଝର ନେଇ ଆପଣଙ୍କ ଗୋଡ଼ରେ ଠିଆ ହେବା, ଆପଣଙ୍କ ପ୍ରଶଂସା କରିବା, ଗୌରବ କରିବା, ଯେତେଦିନ ଏ ଜଗତରେ ଅଛୁ ଆପଣଙ୍କ ନିମନ୍ତେ ବଞ୍ଚିବା, ଆଉ ସେଇ କୃଷ ହିଁ ଆମମାନଙ୍କର ଜୀବନର ଲକ୍ଷ୍ୟ ହବ। ଆଉ ତାହାକୁ ଆମମାନଙ୍କର ଜୀବନରେ ପ୍ରଥମ ସ୍ଥାନ ଦଉ ଦଉ ଯେପରି ପ୍ରଭୁ ଆମମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆଗେଇ ଯିବାକୁ ପାରିବା, ଏହି ଅନୁଗ୍ରହ ଆଶୀର୍ବାଦ ଆମମାନଙ୍କ ପ୍ରତ୍ୟେକ ଜୀବନରେ କରନ୍ତୁ ବୋଲି ଧନ୍ୟବାଦ ଦେଇ ପ୍ରାର୍ଥନା ନିବେଦନ ପ୍ରଭୁ ଯୀଶୁଙ୍କର ମଧୁର ନାମରେ ମାଗୁଅଛୁ, ଆମେନ୍, ଆମେନ୍। ବହୁତ ବହୁତ ଧନ୍ୟବାଦ।